ওখানে যাও পিসটা পকায় বলা কিন্তু बजावाला भाई मान को अनुरोध करुछु से माने प्रस्तुत रहिबे। बजावाला भाई मान को हमें अनुरोध करुछु से माने प्रस्तुत रहिबे। হব না মাইকে इतने हकुन नहीं तुम साइड दे ए बाबू तो ए सिटी खेला जा रे ए साइड दे ए से पिंडा जा इटे हेबो ना माइटे पड़ी जीवा कथा तुम इटे समस्त चढ़ी पड़ुच
ସମସ୍ତେ ତୁନି କରିବା ଗୋଟେ 2 ମିନିଟ୍ ପାଇବ ପ୍ରାର୍ଥନା କରିବା ତାପରେ ଦାଣ୍ଡକୁ ନେଲା ପରେ ସେଇଠି ଉପାସନା ହବ କେବଳ ପ୍ରାର୍ଥନା କରିବା ପ୍ରାର୍ଥନା କରିବା ଦୟାକରି ଆପଣ ନିରବିତ ରୁହନ୍ତୁ ଅଳ୍ପ ସମୟ ସ୍ୱର୍ଗୀୟ ପିତା ଧନ୍ୟବାଦ ଦଉଛୁ ତୁମ ଚରଣ ତଳକୁ ଆସିବା ପାଇଁ ଦୟା କଲ ପରିବାରର ଏଇ ଯୁବକଙ୍କୁ ତୁମେ ଜଗତକୁ ମଧ୍ୟକୁ ପ୍ରେରଣ କରିଥିଲ ପୁଣି କିଛି ବର୍ଷ ପରେ ତୁମେ ତାଙ୍କୁ ପ୍ରେମ କରି ଆପଣାର କୋଳସ୍ଥ କରିଛ ବୋଲି ଧନ୍ୟବାଦ ଦଉଛୁ ଯଦିବା ତାଙ୍କର ବିୟୋଗରେ ପ୍ରିୟ ପରିବାର ପିତାମାତା ଭାଇ ବନ୍ଧୁ କୁଟୁମ୍ବ ଭଉଣୀମାନେ ସମସ୍ତେ ପ୍ରାର୍ଥନା କରୁଛୁ କେବଳ ତୁମଠାରେ ଅନୁଗ୍ରହ ଅଛି ଶାନ୍ତିର ଅନୁଗ୍ରହ ପରିବାରକୁ ଯୁବକଙ୍କୁ ଆମେ ତାଙ୍କର ଶେଷକୃତ କରିବା ପାଇଁ ଆମେ ଶୀଘ୍ର ସ୍ଥାନକୁ ନେଇଯିବୁ କାର୍ଯ୍ୟରେ ଆଶୀର୍ବାଦ କର ପ୍ରଭୁ ଦୁଃଖୀ ପରିବାରକୁ ଶାନ୍ତି ସାନ୍ତ୍ୱନା ଯୀଶୁଙ୍କ ନାମରେ ମାଗିଲୁ
আমাদের জানা পরিবার రావట్లేదు आईब पुस्तक तार 14 पर्व प्रथम 2 पद और 5 पद मंडलीर रावल डिकन बाबू पढ़ी शुणाइबे। आईब पुस्तक तार 14 पर्व प्रथम 2 पद और 5 पद। हाँ ठीक है। स्त्री जात मनुष्य अल्पायु और दुख रे परिपूर्ण से पुष्पतुल्य प्रस्फुटित हुई से छाया तुल्य बही स्थिर न थाए। ताहार दिन सबु निर्णीत, ताहार मास संख्या तुम्भठारे अछि और तुम्हे ताहार सीमा निरूपण करिअछ, एणु से ताहा लंघन करि पारिबो नाही। द्वितीय सामुएल तार 12 पर्व आमर सह संपादक पढ़िबे। द्वितीय सामुएल तार 12 पर्व 18 पदरु एतिउतारे समस्त दिन रे बालक मला मात्र बालक जे मरी अछि एक कथा दाऊदंको जणाइबा पई दास माने भय कले, कारण से माने कहिले देखो बालक बंची थिबा बेले आम्भे माने बहुत कहिले हैं
ସେ ଆମ୍ଭମାନଙ୍କ ରବ ଶୁଣିଲେ ନାହିଁ। ଏବେ ବାଳକ ମରିଅଛି ଏକଥା ତାହାଙ୍କୁ ଜଣାଇଲେ ସେ ଆପଣାରେ କି ଅନିଷ୍ଟ ନ କରିବେ। ମାତ୍ର ଦାଉଦ ଆପଣା ଦାସଙ୍କୁ ପରସ୍ପର ଫୁସଫୁସ ହେଉଥିବାର ଦେଖି ଅନୁମାନ କଲେ ଯେ ବାଳକ ମରିଅଛି। ଏଣୁ ଦାଉଦ ଆପଣା ଦାସମାନଙ୍କୁ ପଚାରିଲେ, ବାଳକ ମଲାଣି କି? ସେମାନେ କହିଲେ, ମଲାଣି। ଏତୁତାରେ ଦାଉଦ ଭୂମିରୁ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ। ତହୁତାରେ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ ଲୋକମାନେ ତାହାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ। ତହୁ ସେ ଭୋଜନ କଲେ। ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, ଆପଣ ଏ କି ପ୍ରକାର କର୍ମ କଲେ? ବାଳକ ବଞ୍ଚିଥିବା ବେଳେ ଆପଣ ତାହା ପାଇଁ ଉପବାସ ଓ ରୋଦନ କଲେ, ମାତ୍ର ବାଳକ ମଲା ଉତ୍ତାରେ ଆପଣ ଉଠି ଭୋଜନ କଲେ। କହିଲେ, ବାଳକ ବଞ୍ଚିଥିବା ବେଳେ ମୁଁ ଉପବାସ ଓ ରୋଦନ କଲି, କାରଣ ମୁଁ କହିଲି, କିଏ ସଦାପ୍ରଭୁ ମୋ ପ୍ରତି କୃପା କଲେ ମୋର ବାଳକଟି ବଞ୍ଚି ପାରିବ। ମାତ୍ର ଏବେ ତ ସେ ମଲା, ଆଉ ମୁଁ କାହିଁକି ଉପବାସ କରିବି? ମୁଁ କି ତାକୁ ଫେରାଇ ଆଣିପାରିବି? ମୁଁ ତାହା ନିକଟକୁ ଯିବି, ମାତ୍ର ସେ ମୋ ନିକଟକୁ ଫେରି ଆସିବ ନାହିଁ। ପ୍ରଭୁ ପଠିତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆଜି ବାଳକ ପରିବାର ନିମନ୍ତେ ଗୋଟେ ଦୁଃଖଦାୟକ ଘଟଣା। ଅଳ୍ପ କିଛି ଦିନ ପରେ ବାଳକଙ୍କର ବାପା ଚାଲିଗଲେ। ତାପରେ ତାଙ୍କର ପୁଅ ମଧ୍ୟ ଗତ ରାତି ଚାଲି ଯାଇଛନ୍ତି। ପରିବାର ନିମନ୍ତେ ଗୋଟେ କ୍ଷତି। ଯୋଉ ପୁଅ ଲାଗି ଅନେକ ଆଶା ଥିଲା ପରିବାରର, କିନ୍ତୁ ପ୍ରଭୁ ତାଙ୍କ କୋଳକୁ ନେଇଛନ୍ତି ପୁଅକୁ ଗୋଟେ ଯୌବନ ଅବସ୍ଥା ପ୍ରାରମ୍ଭରେ। ଏଥିପାଇଁ ମାନେ ପରିବାର ଯେ ଦୁଃଖିତ, ମଣ୍ଡଳୀ ଦୁଃଖିତ। ଆମର ସମ୍ମିଳନୀର ପ୍ରତ୍ୟେକ ମଣ୍ଡଳୀ, ଶାଖା ମଣ୍ଡଳୀର ସମସ୍ତେ ଯୋଉମାନେ ଶୁଣିଛନ୍ତି ସମସ୍ତେ ମଧ୍ୟ ଦୁଃଖିତ। କିନ୍ତୁ ପ୍ରଭୁ ହିଁ ତାଙ୍କ ଦାସ ଦାସୀଙ୍କୁ, ପରିବାରକୁ, ଆତ୍ମୀୟମାନଙ୍କୁ ତାଙ୍କ ସ୍ୱର୍ଗୀୟ ଶାନ୍ତି ସାନ୍ତ୍ୱନା ପ୍ରଦାନ କରନ୍ତୁ। ଏହି ସମୟରେ ମୁଁ ଅନୁରୋଧ କରିଛି ଆମମାନଙ୍କର ସମ୍ମିଳନୀର ସହକୋଷାଧ୍ୟକ୍ଷ ଅର୍ଥାତ୍ ନାରାୟଣପୁର ମଣ୍ଡଳୀର ପାଳକ ମହାଶୟ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟ, ସାନ୍ତ୍ୱନାମୂଳକ ବାକ୍ୟ ପ୍ରଦାନ କରିବେ। ତାପରେ ପ୍ରାର୍ଥନା ପରେ ଆମମାନେ ସେ ମୃତ ଶରୀରକୁ ନେଇ ଆମମାନେ ସମାଧି କାର୍ଯ୍ୟ କରିବା। ଆମମାନେ ଆମମାନଙ୍କର ସୃଷ୍ଟିକର୍ତ୍ତା ଈଶ୍ୱରଙ୍କୁ ଧନ୍ୟବାଦ ଦଉଛୁ। ପ୍ରଭୁ ଏହି ପ୍ରକାର ଏକ ସନ୍ଦର୍ଭରେ ଆମମାନଙ୍କୁ ଏକତ୍ର କରାଇଛନ୍ତି। ମୁଁ ଏହି ସମୟରେ ଆମମାନଙ୍କର ସ୍ଥାନୀୟ ମଣ୍ଡଳୀର ପାଳକ ମହାଶୟଙ୍କୁ, ତାଙ୍କ ପରିବାର ବର୍ଗଙ୍କୁ ବ୍ୟକ୍ତିଗତ ଭାବରେ, ପୁଣି ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମବେଦନା ପ୍ରକାଶ କରେ। ନିତାନ୍ତ ଏହା ପରିବାର ପାଇଁ, ମଣ୍ଡଳୀ ପାଇଁ ଏହି ଯୁବକର ବିୟୋଗ ନିତାନ୍ତ ଏକ ଅପୂରଣୀୟ କ୍ଷତି। ତଥାପି ଆମମାନେ ପ୍ରଭୁଙ୍କୁ ଧନ୍ୟବାଦ ଦଉଛୁ, କାରଣ ପ୍ରଭୁ ଆପଣାର ଯୋଜନାନୁସାରେ ଏହି ଯୁବକଙ୍କୁ କିଛି ବର୍ଷ ପାଇଁ ଜଗତକୁ ପ୍ରେରଣ କରିଥିଲେ, ପୁଣି ପୁନର୍ବାର ସେ ଆପଣାର କୋଳସ୍ଥ କରିଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉ ଆମମାନଙ୍କର ସ୍ଥାନୀୟ ମଣ୍ଡଳୀର ପାଳକଙ୍କୁ, ତାଙ୍କ ପରିବାର ବର୍ଗଙ୍କୁ ପରମେଶ୍ୱରଙ୍କର କଥିତ ବାକ୍ୟ ଦ୍ୱାରା ଆଶ୍ୱାସନା ଦେବାକୁ ଇଚ୍ଛା କରେ। ଧର୍ମଶାସ୍ତ୍ର ବାଇବଲରେ କେବଳ ପୂର୍ଣ୍ଣ ବୟସ୍କ ଲୋକଙ୍କର ବିୟୋଗ ହେଇଛି ତାହା ନୁହଁ, ଅନେକ ଯୁବକମାନେ ଯୌବନ ଅବସ୍ଥାରେ ପରମେଶ୍ୱରଙ୍କର କୋଳସ୍ଥ ହେଇଛନ୍ତି। ତାର ଗୋଟେ ଜ୍ୱଳନ୍ତ ଉଦାହରଣ ହେଉଛି ଆମମାନେ ଆଦି ପୁସ୍ତକ 5 ଅଧ୍ୟାୟରେ ଦେଖୁ। ସବୁଠାରୁ କମ୍ ବୟସ୍କ ଗୋଟେ ଯୁବକଙ୍କୁ ପ୍ରଭୁ ଯେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିଲେ ତାଙ୍କୁ ପ୍ରଭୁ ନେଇଗଲେ ବୋଲି ଲେଖା ଅଛି। ତାର ଅର୍ଥ ଆମମାନେ ସମସ୍ତେ ପରମେଶ୍ୱରଙ୍କର ଯୋଜନା ସଂକଳ୍ପକୁ ସମ୍ମାନ ଦେବା ଆବଶ୍ୟକ। ପରମେଶ୍ୱର ଯେତେବେଳେ ତାଙ୍କ ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରନ୍ତି, ସେ ତାଙ୍କୁ ଆପଣା କୋଳସ୍ଥ ଆଉ କରିବା ପାଇଁ ସେମାନଙ୍କ ଆତ୍ମାକୁ ଆପଣାର କୋଳରେ ସଂଗ୍ରହ କରନ୍ତି। ଆମମାନେ ସମସ୍ତେ ଜାଣୁ, କେବଳ ମନୁଷ୍ୟ ନୁହଁ,
ଜଗତ ମଧ୍ୟରେ ଯୀଶୁଖ୍ରୀଷ୍ଟ ଯୌବନାବସ୍ଥାରେ ଆଉ ଏଇ ଜଗତରୁ ବିଦାୟ ନେଇଥିଲେ ଆପଣାକୁ ଉତ୍ସର୍ଗ କରି। ଜିସସ୍ କ୍ରାଇଷ୍ଟ ଏଜ୍ ଏ ୟଙ୍ଗ ହ୍ୟୁମାନ୍ ବିଙ୍ଗ, ଯୀଶୁଖ୍ରୀଷ୍ଟ ଜଣେ ଯୁବକ ଭାବରେ ଥିବା ସମୟରେ ପ୍ରଭୁଙ୍କର ନିକଟକୁ ଆପଣାର ଜୀବନକୁ ଉତ୍ସର୍ଗ କରିଛନ୍ତି। ତାଠାରୁ ଉତ୍କୃଷ୍ଟତର ଦୃଷ୍ଟାନ୍ତ ଜଗତରେ ଆଉ କିଛି ନାହିଁ। ସେଥିପାଇଁ ଯୌବନ ଅବସ୍ଥା ହଉ କି ବୃଦ୍ଧା ଅବସ୍ଥା ହଉ, ଆମମାନେ ଯେତେବେଳେ ପ୍ରଭୁଙ୍କ ଠାରେ ଥାଇ ମରୁ ବା ବିୟୋଗ ଘଟେ, ନିତାନ୍ତ ତାହା ପରମେଶ୍ୱରଙ୍କର ଗୌରବ କାରଣ। ସେଥିପାଇଁ ଆମମାନେ ଦୁଃଖ ନ କରି ପରମେଶ୍ୱରଙ୍କର ସଂକଳ୍ପକୁ ସମ୍ମାନ ଦେଇ ପ୍ରଭୁଙ୍କ ଠାରେ ନିଜକୁ ବ୍ୟବହାର କରିବାକୁ ଚେଷ୍ଟା କରିବା। ବାଳକ ମହାଶୟ ଯେତେବେଳେ ବି ଗାଡ଼ିରେ ଯାଉଥିବେ ମୋତେ ସବୁବେଳେ କହୁଥିବେ, ମୋ ପୁଅ ଏଇଟା ମୋତେ ଆଜି କହିଛି, ମୋ ପୁଅ ସେଇଟା ଆଜି କହିଛି। ଆମମାନେ ଆଉ ତା ବିଷୟରେ ଅନେକ ସମୟରେ ଡିସ୍କସ୍ କରୁଥାଉ, କିନ୍ତୁ ପ୍ରଭୁ ତାଙ୍କ ଯୋଜନା ଅନୁସାରେ ଆଜି ତାଙ୍କୁ ନେଇଛନ୍ତି। ଆଉ ସେ ପୁଅଙ୍କ ପାଇଁ ଅନେକ ଆମମାନେ ଆଜି ୱିଟନେସ୍ କରୁଛୁ, ଦେଖିପାରୁଛୁ। ସମସ୍ତ ମଣ୍ଡଳୀ ବନ୍ଧୁ ପରିଜନ ଦୁଃଖରେ ମର୍ମାହତ ଅବସ୍ଥାରେ ଅଛନ୍ତି। ତାର ଅର୍ଥ ଯେଉଁମାନେ ସେମାନଙ୍କର ଆଚରଣରେ, ଜୀବନଯାପନ ଶୈଳୀରେ ଲୋକଙ୍କର ଆତ୍ମାକୁ, ହୃଦୟକୁ ଜିଣି ପାରିଛନ୍ତି, ସେଇ ପ୍ରକାର ଲୋକଙ୍କ ପାଇଁ ହିଁ ଏ ପ୍ରକାର ଘଟଣା ଘଟିଥାଏ। ସେଥିପାଇଁ ଆମମାନେ ଯୁବକଙ୍କର ସାକ୍ଷ୍ୟମୟ ଜୀବନ ପାଇଁ ଧନ୍ୟବାଦ ଦେଉଛୁ। ପୁଣି ପାଳକଙ୍କ ପରିବାର ମଣ୍ଡଳୀକୁ ଆମମାନେ ପ୍ରଭୁଙ୍କ ବାକ୍ୟ ଦ୍ୱାରା ଆଶ୍ୱାସନା ପ୍ରଦାନ କରୁଛୁ। ଆମମାନେ ପ୍ରଭୁଙ୍କ ଠାରେ ନିର୍ଭର କରିବା ଆଉ ତଦନୁସାରେ ନିଜକୁ ବ୍ୟବହାର କରିବାକୁ ଚେଷ୍ଟା କରିବା। ପ୍ରଭୁ ଏହି ସ୍ୱଳ୍ପ ଆଉ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଧନ୍ୟବାଦ। ଏହି ସମୟରେ ପ୍ରଭୁଙ୍କ ଦାସ ବାଳକ ମହାଶୟଙ୍କ ଠାରୁ ପରିବାର ନିମନ୍ତେ ଗୋଟେ ଆଶ୍ୱାସନା, ଶାନ୍ତି, ସାନ୍ତ୍ୱନାର ବାକ୍ୟ ପ୍ରଦାନ କରିଛନ୍ତି। ଏଥିପାଇଁ ପ୍ରଭୁଙ୍କ ନାମ ଧନ୍ୟ ହଉ। ଆଉ ପଦେ କହିବେ ଆପଣ? ଯେତେବେଳେ ହଉ ମୋ ବାଳକ ମହାଶୟଙ୍କୁ ମିଶେ ପାଳାଖଣ୍ଡିରେ ଯେକୌଣସି ଜାଗାରେ କେମିତି ଅଛନ୍ତି ପୁଅ ପଚାରୁଥାଏ, କାରଣ ମୁଁ ଜାଣିଛି ତାଙ୍କର ଅସୁସ୍ଥ ଅବସ୍ଥା କଥା। କିନ୍ତୁ ପ୍ରଭୁଙ୍କର ଯୋଜନା ଅନୁସାରେ, ବାକ୍ୟ ଅନୁସାରେ ବୟସର ସୀମା ନାହିଁ ମୃତ୍ୟୁ ପାଇଁ। ମୃତ୍ୟୁ ପାଇଁ ବୟସର ସୀମା ପ୍ରଭୁ ନିର୍ଦ୍ଦିଷ୍ଟ ନିରୂପଣ କରିନାହାନ୍ତି, କିନ୍ତୁ ପ୍ରଭୁ ନିରୂପଣ କଲେ ତାର ଶେଷ ଜୀବନ। ବାକ୍ୟରେ ଆମେ ଶୁଣୁଥିଲୁ, ତାହାର ଦିନ ନିର୍ଣ୍ଣିତ ହୋଇଅଛି, ତାର ମାସ ସଂଖ୍ୟା ମଧ୍ୟ ନିର୍ଣ୍ଣିତ ହୋଇଅଛି ଏବଂ ତହିଁରୁ ସେ କେବେ ହେଲେ ଲଙ୍ଘନ କରିନପାରେ। ଗତ ରାତି ବଡ଼ଦିନ ପର୍ବ ପାଳନ କଲା ପରେ ଗତ ରାତି ପ୍ରିୟ ପୁଅଙ୍କୁ ପ୍ରଭୁ ତାଙ୍କ କୋଳକୁ ନେଇଛନ୍ତି। ଏଥିପାଇଁ ଆମେ ପରିବାର ସହିତ ଦୁଃଖିତ ଏବଂ ସ୍ୱାମୀ ସହିତ ମଧ୍ୟ ସମବେଦନା, ଆଜ୍ଞା କହିଲା ପରି ସମବେଦନା ଜ୍ଞାପନ କରୁଛୁ। ପ୍ରଭୁ ତାଙ୍କର ଆତ୍ମାକୁ ଗ୍ରହଣ କରିଛନ୍ତି, ଆମେ ବିଶ୍ୱାସ କରୁଛୁ। ଆଉ ବାଳକ ପାରିକା, ତାଙ୍କ ପରିବାର, ତାଙ୍କର ଆତ୍ମୀୟ ମାନେ ବହୁ ଦୁଃଖରେ ଅଛନ୍ତି। ସେମାନଙ୍କର ଆଖିରୁ ଲୁହ ପ୍ରଭୁ ପୋଛି ଦିଅନ୍ତୁ। ସ୍ୱର୍ଗୀୟ ଶାନ୍ତି ଏବଂ ସାନ୍ତ୍ୱନା ପ୍ରଦାନ କରନ୍ତୁ। ପ୍ରଭୁଙ୍କର ମୁଖକୁ ଦେଖି ସମସ୍ତ ଦୁଃଖ ଯେପରି ଭୁଲିଯିବେ, ଏଥିପାଇଁ ଆମେ ବିଶେଷ ଭାବରେ ପ୍ରାର୍ଥନା କରିବା। ତା ପୂର୍ବରୁ ମୁଁ ଅନୁରୋଧ କରିବି ବାଳକ ମହାଶୟ କିଛି ପଦେ କହିବେ, ତାପରେ ଆମେ ପ୍ରାର୍ଥନା କରିବା। ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ଆଜି ପୁଅର ବିୟୋଗରେ ବହୁତ ସଂଖ୍ୟକ ପ୍ରଭୁଙ୍କ ଲୋକମାନେ, ପାଳକମାନେ, ଦିକନମାନେ ଆଉ ବହୁତ ବନ୍ଧୁ ପରିଜନ ଆସିଛନ୍ତି। ଏଣୁ ସମସ୍ତଙ୍କୁ ଧନ୍ୟବାଦ ଦିଏ। ଆପଣମାନେ ଜାଣନ୍ତି ଯେ ମୋ ପୁଅ, ମୋ ଭାଇର ସ୍ତ୍ରୀ ଯେତେବେଳେ 40 ଛୁଆକୁ ଛାଡ଼ି ଚାଲିଗଲା, ମୋର ଚାରୋଟି ଝିଅ, ଯେତେବେଳେ ମୋର ସାନ ଝିଅର 17 ଦିନ ହୋଇଥିଲା, ସେଇ ସମୟରେ ମୋର ଭାଇର ସ୍ତ୍ରୀ ଚାଲିଗଲା ପରେ ଏ ଛୁଆକୁ ସମାନ 40 ଦିନ ସେଦିନ। ସେଇ ସମୟରେ ମୋ ବାପା, ମୋ ମାମୁଁ ଦେବାନନ୍ଦ ମାଳି ଦୁଇ ଜଣ ମୋତେ ଡାକିଲେ ସେଇ ତାଙ୍କ ମରିବା ଘରେ। ବାପା, ପ୍ରଭୁ ତ ତମ ମାମୁଁ କହିଲେ, ବାପା ତୋତେ 4ଟି ଝିଅ ପ୍ରଭୁ ଦେଇଛନ୍ତି, ଏ ଗୋଟେ ପୁଅକୁ ତୁ ନେ, ତୋ ଭାଇର ପୁଅ ତୋର ପୁଅ ନେ ବୋଲି చిన్న పాప 40 రోజులు మా తమ్ముడు భార్య చనిపోయింది. చనిపోతే ఆ 40 రోజులు చనిపోయింది. ఆ 40 రోజులు పిల్లలకి తెచ్చాం.
మా నాన్నగారు మా మామయ్య గారు ఇద్దరు అయ్యా దేవుడు 4 కుమార్తెలు ఇచ్చాడు, నీ తమ్ముడు కొడుకు కదా, నీ కొడుకు కదా, నువ్వు తీసుకెళ్ళి పెట్టుకున్నాడు. ମୋ ସ୍ତ୍ରୀ କଣ କଲା, ଝିଅକୁ କ୍ଷୀର ଦେବାଟା ବନ୍ଦ କରି, ମୋ ରାଜା ଝିଅକୁ କ୍ଷୀର ଦେବା ବନ୍ଦ କରି ତାକୁ ଦେଲା, ତାକୁ କ୍ଷୀର ଦେବାଟା ଆରମ୍ଭ କଲା। ଏହିପରି ଭାବରେ ତାକୁ ବଢେଇଲା ପରେ మా పాపకి 70 రోజులు దానికి పాలు కూడా మానేసి కొడుకు మీద ప్రేమ కలిగి ఆమె కొడుకు పాలించింది। పాలించిన తర్వాత ఆ బిడ్డకు పెరిగాడు, ఆ సేపటి బଢିଲା। ଆଉ ଯାହା ଯେତେବେଳେ 4 ବର୍ଷ 5 ବର୍ଷ ହେଲା ଆମେ ଦେଖିଲୁ ପିଲା ଅସୁସ୍ଥ ହଉଛି ଆଉ ତାକୁ ଯେତେବେଳେ ନେଲୁ ତା ଶରୀରରେ କଣ ଅଛି, సిక్లింగ్ రోଗ ଅଛି। ఆయన తీసుకెళ్తే అన్నప్పుడు జ్వరం ఉంటుంది, తీసుకెళ్తే ఆయన దగ్గర సిక్లింగ్ అని జబ్బు ఉంటుంది। అప్పటి నుండి బాబుకి ఎన్నో కష్టంతో పెంచాం। ఆయనకి మెడికల్ ସମ୍ବଲପୁରରେ ମେଡିସିନ ମିଳୁଛି ବୋଲି ମୁଁ ମୋର ସ୍ତ୍ରୀ ଆମର ନାମନଗର ମଣ୍ଡଳୀର ବାଳକ 3 ଜଣ ନେଇକି ଗଲୁ, ସେଠି ରାତି ରହି ମେଡିସିନ ଆଣିଲୁ। ଏପରି ଭାବରେ କେତେ ମାସ ପର୍ଯ୍ୟନ୍ତ ମା ପୁଅ ମୁଁ 3 ଜଣ ଯାଉଥିଲୁ। ତାପରେ ବାପା ପୁଅ ଯିବୁ 2 ମାସକୁ ଥରେ ରାୟଗଡ଼ା ଯିବୁ, ରାୟଗଡ଼ାରୁ ସମ୍ବଲପୁର ଗାଡ଼ିରେ ଯିବୁ, ଔଷଧ ନେଇକି ଆଉ ଥରେ ଫେରିକି ଆସିବୁ। ଏପରି ଭାବରେ ପ୍ରଭୁ ଅନୁଗ୍ରହ କରି ବଢେଇଲେ। ଆଉ ମୋ ପୁଅ ଜଣେ ଉତ୍ତମ ପୁଅ, ଗାଁ ସମସ୍ତଙ୍କୁ ପଚାରିଲେ ଜାଣିବେ, ସେ ଜଣେ ଉତ୍ତମ ଗୁଣ, ସମସ୍ତଙ୍କୁ ପ୍ରେମ, ସମସ୍ତଙ୍କୁ ସାହାଯ୍ୟ। ଆଉ ପ୍ରଭୁ ତାଙ୍କୁ ଗତକାଲି ନେଇଗଲେ, କାରଣ ତାଙ୍କୁ ଯଦି ସିକ୍ଲି ରୋଗ ଥିଲା, ନଭେମ୍ବର ଡିସେମ୍ବର ମାସରେ ତାଙ୍କୁ ପେନ୍ ଆରମ୍ଭ ହବ। ଆମେ ପେନ୍କୁ ନେବୁ, ମେଡିସିନ ଦେବୁ, କମିଗଲା ପରେ ଆସି ଘରେ ଖାଦ୍ୟ ହେଇ ଭଲ ହେଇଯିବ, 2 ଦିନରେ ଭଲ ହେଇକି ବୁଲିବ। କିନ୍ତୁ ଏଇଥର ଯେତେବେଳେ ତାଙ୍କୁ ମଙ୍ଗଳବାର ଦିନ ରାତି 2ଟା ବେଳେ ପେନ୍ ହେଲା, ସେ କଣ କଲା ମାନେ ବାଡିକୁ ଗଲା, ବାଡିରେ ବସିକି କାନ୍ଦିଲା ବେଳେ ସେ ଦେଖୁଛି ଯେ ବାପା ମା କାନ୍ଦୁଛନ୍ତି, ଗାଁଟା ଯାକ ଘରେ ଆସି କାନ୍ଦୁଛନ୍ତି। ସେ ଦେଖିଲେ ଆଉ ତା ସାଙ୍ଗମାନଙ୍କୁ କହିଲେ, ମୁଁ ଏଇ ପ୍ରକାର ଦୃଶ୍ୟ ଦେଖିଲି। ତାପରେ ରାତି 11ଟା ବେଳେ ଯେତେବେଳେ ତାକୁ ପେନ୍ ହେଲା, ଆମେ ରାତି 11ଟାରେ ନେଲୁ, 23 ତାରିଖ ରାତି 11ଟାରେ ନେଇ ମେଡିକାଲରେ ଥିଲୁ। ଟିକେ ଉପଶମ ହେଲା, ତାର ବ୍ଲଡ ମଧ୍ୟ 7.9 ଥିଲା। ଡକ୍ଟର କହିଲା 7.9 ଅଛି, କିଛି ଅସୁବିଧା ନାହିଁ, ଆପଣ 24 ତାରିଖ ସକାଳେ ଆଣନ୍ତୁ, ଆଉ ଥରେ ଟେଷ୍ଟ କରି ଯଦି ବ୍ଲଡ କମିଯାଇଛି ତାହେଲେ ଆମେ ବ୍ଲଡ ଦେବା। ହେଲେ ରାତି ସେ ଗତକାଲି ରାତିରେ, ଆଜି ନେବାର ଥିଲା, ଗତକାଲି ରାତିରେ ସେ ମୋ ଝିଅମାନେ ତାଙ୍କୁ ଖୁଆଇଲେ। ଝିଅମାନେ ବୋଲେ ବହୁତ ପ୍ରେମ, ସେ ବହୁତ ପ୍ରେମ କରିବ, ମତେ କେବେ ପଇସା ମାଗିବ ନାହିଁ। ମୋ ଝିଅ କହିବ ସେ ଚାକିରି କରୁଛି, ମତେ ଭଲ ସେଲ୍ କିଣିଦେ, ବାପା କହୁନା ମତେ କିଣିଦେ। ସେ ଝିଅ ତାକୁ ଯାହା ଦରକାର ତାହା ଦେବ। ତା ଜନ୍ମଦିନ ତା ପାଇଁ ଗୋଟେ ରୂପାର ଜିନିଷ ଗୋଟେ କିଣି ପଠେଇଲା, ରୂପାର ଜିନିଷ। ଆଉ ଝିଅମାନେ କଣ କରନ୍ତି, ବେଶୀ ପ୍ରେମ କରନ୍ତି। ଖାଲି ଝିଅ ନାହିଁ, ସାରା ଗାଁ ଲୋକ ମୋ ପୁଅକୁ ବେଶୀ ପ୍ରେମ କରନ୍ତି। ଆଜ୍ଞା କହୁଥିଲି, ସେ ପୁଅ ଗୋଟେ ଛୋଟିଆ ଚାକିରି ମଧ୍ୟ ପାଇଲା। ବାପା ରିକ୍ୱେଷ୍ଟ କଲା, ତା ଭଉଣୀଙ୍କର ମତେ ଇଚ୍ଛା ନାହିଁ। ତା ଭଉଣୀ କହିଲା, ଦିଦି ଖୁଅ ବାପାକୁ, ମୁଁ ତ ପାରଲାଖେଣ୍ଡରେ ପଢୁଛି, ଝାମି ଗାଁରେ ସେ ଛୋଟିଆ କାମଟା ମୁଁ କରିବି, ପାରଲାଖେଣ୍ଡରେ ଯିବି। ବାଧ୍ୟ ହେଇ ମୁଁ ଜେନା ବାବୁ କହିଲି, ସେ ତାଙ୍କ ପାଇଁ ଗୋଟେ ଛୋଟିଆ ଚାକିରି ମଧ୍ୟ କଲେ, ଅନୁଗ୍ରହ କରି କରାଇଦେଲେ। ଆଉ ପୁଅ କଣ ଚାକିରିକି ଯିବ, ଆଜି ଚାକିରି ଛାଡ଼ି ଦେଇ ପ୍ରଭୁଙ୍କ ନିକଟକୁ ଚାଲିଗଲା। ତେଣୁ ପୁଅ ମୋ ବାପା ଚାଲିଗଲା, 75 ଦିନ ପରେ ମୋ ପୁଅ ବି ତାଙ୍କ ପଛେ ପଛେ ଚାଲିଗଲା। ମୁଁ ବହୁତ ଭରସା ରଖିଥିଲି, ତା ମାକୁ କହିବ, ମା ମୁଁ ଚାକିରି କରିବି ନାହିଁ, ମା ମୁଁ ଚାକିରି କରିବି ନାହିଁ, ବାପା ପୁଅ ଗୋଟେ ଛୋଟ ଇଣ୍ଡଷ୍ଟ୍ରିଆଲ କରିଦଉ, ମୁଁ ସେଠି କାମ କରିବି, କିନ୍ତୁ ଚାକିରି କରିବି ନାହିଁ ବୋଲି ତା ମା କହୁଥିଲା। କିନ୍ତୁ ଆଜି ଆମର ସମସ୍ତଙ୍କୁ ଛାଡ଼ି ସେ ଚାଲିଗଲା। ଆଜି ତାଙ୍କର ମୃତ୍ୟୁରେ ଏତେ ଲୋକ ଯୋଗ ଦେଇଛନ୍ତି, ତାଙ୍କ ମୃତ୍ୟୁରେ ଏତେ ଲୋକ ଯୋଗ ଦେଇଛନ୍ତି, ତା ପାଇଁ ସାନ୍ତ୍ୱନାଜନକ ପ୍ରକୃତରେ ଆପଣମାନଙ୍କ ପାଦ ପଡୁଛି, ଆମକୁ ଆମ ପରିବାରକୁ ସାନ୍ତ୍ୱନା ప్రదానం କରିବେ। ప్రభు ప్రత్యేకంగా ବହୁତ ଧନ୍ୟବାଦ ଦେଉଛି, అందరికీ ధన్యవాదాలు అర్పిస్తున్నాను। అనేక దూరం నుండి నా కుమారుడు చావు కబురు విని వచ్చి ఉంటున్నారు, అందరికీ ధన్యవాదాలు అర్పిస్తున్నాను।
ସମସ୍ତଙ୍କୁ ଧନ୍ୟବାଦ ଦଉଛି। ଆପଣମାନେ ଅନେକ ମଣ୍ଡଳୀରୁ ଅନେକ ସମାଜରୁ ବ୍ୟକ୍ତି ଘରେ ଅନେକ ଲୋକ ଆସିଛ ମୋର ପୁଅ ମୃତ୍ୟୁ ପାଇଁ, କିନ୍ତୁ ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି। ପ୍ରତ୍ୟେକ ପ୍ରାର୍ଥନା କରନ୍ତୁ ଆମ ପରିବାର ସାନ୍ତ୍ୱନା ପାଇଁ। ମୋ ସ୍ତ୍ରୀ ଭାଙ୍ଗି ପଡୁଛି, ତାର ଦେହ ବି ଅସୁସ୍ଥ, ତାର ଗୋଟେ ଗୋଡ ବି ପ୍ରୋବ୍ଲେମ, ଆଉ ଯେମିତି ଧୈର୍ଯ୍ୟ ଧରିବ, ଆମେ ପରିବାର ଧୈର୍ଯ୍ୟ ଧରିବୁ, ପିଲାମାନେ ଧୈର୍ଯ୍ୟ ଧରିବେ, ଏଥିପାଇଁ ପ୍ରାର୍ଥନା ଧରିବେ। ପୁଅର ସମସ୍ତ ବିଷୟ ଆମର ବାଳକ ମହାସଂଘ ଠାରୁ ଶୁଣିଲୁ। ପ୍ରଭୁଙ୍କ ଇଚ୍ଛା, ପ୍ରଭୁଙ୍କର ଯୋଜନା ବିରୁଦ୍ଧରେ, ଇଚ୍ଛା ବିରୁଦ୍ଧରେ ଆମେ କଥା କହି ନପାରୁ। ପ୍ରଭୁଙ୍କ ଇଚ୍ଛାକୁ ସମର୍ଥନ କରିବା, ସ୍ୱୀକାର କରିବା, ଏଇଟା ହେଉଛି ଆମର କର୍ତ୍ତବ୍ୟ। ଏହି ସମୟରେ ଦୁଃଖିତ ପରିବାର ନିମନ୍ତେ ବିଶେଷ ପ୍ରାର୍ଥନା କରିବା। ଆମମାନଙ୍କର ସମ୍ମିଳନୀର କୋଷାଧ୍ୟକ୍ଷ, ନୂଆ କେକେସିଂର ପାଳକ ମହାଶୟ, ଜିରାଙ୍ଗ ମଣ୍ଡଳୀର ପାଳକ ମହାଶୟ, ବ୍ରହ୍ମପୁର ମଣ୍ଡଳୀର ପାଳକ ମହାଶୟ, 3 ଜଣ ଛୋଟ ଛୋଟ କରି ପ୍ରାର୍ଥନା କରନ୍ତୁ। ତାପରେ ପ୍ରଭୁଙ୍କ ପ୍ରାର୍ଥନା କଲା ପରେ ଆଶିଷ ପ୍ରାର୍ଥନାରେ ଆମେ ଏ ମୃତ ଶରୀରକୁ ନେଇ ସମାଧି କାର୍ଯ୍ୟ କରିବା। स्वर्गस्थ पिता तुमार धन्यवाद करुछु बापा सब धन्यवाद दौछु बापा, कारण तुम्हारी योजना तुम्हारी संकल्प भिन्न। प्रभु तुम्हें जहा कर आमर मंगल पाई करि थाओ, तुम तुमार धन्यवाद करुछि प्रभु। ए समय आमे किए प्रभु परिवार को शांति सांत्वना दे पारिबो प्रभु। तुम्हें जो दुख घटाई अछ प्रभु, से तुम सानिध्य प्रार्थना करुछु प्रभु। ग परिवार रो कर्ता कर्त्री तुमर प्रिय दास दासी को, तांको झियो माननको, ग्रामर प्रत्येक को, आज ही दुख रे एकत्र होइथिबा प्रत्येक को तुम्हें स्वर्गीय शांति सांत्वना दियो प्रभु। आमान को बुझिबा पाई दियो, आमानकर जीवन अल्प क्षण प्रभु, केतेबेले चली जीव जड़ा नाई, एणु आमे प्रत्येक तुमको जानिबो, तुमको चिन्हिबो। ओ प्रभु सकल कार्यक्रम समस्त गौरव महिमा संभ्रम तुम्हें पाओ। ए समस्त प्रार्थना शुणिथिबा तो धन्यवाद दे समस्त प्रार्थना प्रभु यीशु नाम रे मांगिलु बापा, आमीन। जीवन देवा जीवन नेबा अधिकारी पवित्र पिता परमेश्वर, तुम पवित्र नाम धन्यवाद करुछु। दुखरे भी तुमरो धन्यवाद करिबु, सुखरे भी तुमरो धन्यवाद करिबु। आज ब्लेसिंग पुओ को तुमे तांको परिवार रु तुमे नै जाइछ, जहांको हरे परिवार मर्माहत शोकाकुल केवल परिवार नुहंती, ग्राम अंचलवासी समस्ते। प्रिय मंगलमय परमेश्वर, तुम दासंकर योजना मोर कौन थिला माने जानू ना, ताकर सकल योजना आज भांगी जाइछि प्रभु। तांको धैर्य दियो, साहस दियो, शक्ति दियो, बल दे तुम सेवा रे आगु बढ़िबा पई दियो। सब संतप्त परिवार प्रत्येक लोक को तुम सांत्वना दियो। प्रार्थना यीशु का नाम में मांगुछु, आमेन। जीवन और मृत्युर अधिकारी पिता परमेश्वर, आमे तुम पाद तले प्रिय दुखित परिवार सहित समावेश सहित प्रार्थना करुछु। तुम योजना अनुसार प्रिय युवा को तुम कोल को तुम्हें नहीं, आज बापा माँ भौणी माने दुख रे भांगी पड़िला बेले तुम्हें ही बुझिबार मन दियो। मनुष्य दिने जन्म आउ दिने मृत्यु वरण करिबो, एई युद्धरु केही छाड़ नाही। एणु आमाने जेते बंचिछु, आमाने बंचिथिबा अवस्थारे तुमठारे विश्वास करू, तुमको भय करू, तुमठारे निर्भरशील हबो, सेई अनुग्रह आम प्रभु दियो। सर्वोपरि बापा माँ पुणी भाई कुहरे भौणी माने दुख थिला बेले तुमे से मानकु कथा कुह, शांति सांत्वना दियो। पूरी तुमे संकल्प यीशु को नाम रे मागिलु, आमेन।
नीरव रहिबा प्रभु को प्रार्थना करिबा आशीष प्रार्थना रे हम निवृत्त शरीर नै समाज कार्य करिबा समस्त लोक आसी देखबे ए आम्भ मानक सर्वस्थ पिता तुम नाम राज्य आसु जेपरि स्वर्ग रे सेहीपरि पृथ्वी रे तुमर इच्छा सफल हेउ आज आम्भ मानक प्रयोजनीय आहार दियो आम्भे माने जेपरि अपना अपना अपराधी मानक क्षमा करछु सेहीपरि आम्भ मानक अपराध सब क्षमा करो परीक्षा रे आम्भ मानक आण नाही मात्र मंदरु रक्षा करो जेणु राज्य पराक्रम गौरव जुगे जुगे तुमर आमेन। एते बेले पिता ईश्वर असीम प्रेम त्राणकर्ता प्रभु जीशु ख्रीष्टर महानुग्रह पवित्र आत्मा शांति शक्ति एवं सहभागिता शिक्षा चेतना सांत्वना आंभ मान प्रति दुखित परिवार प्रति मंडली प्रति जेते ख्रीष्टासित समस्त सदा सर्वदा सहवर्ती हेउ आमेन। जो माने देखी नांती मोर पुओर मुह को से समय को देखिया पे आसंतु एवर कन मखम चोले दियो कि छुडा कन स्तर धीरे धीरे धीरे
ମାନେ ପ୍ରଭୁଙ୍କ ଦାସ ମାନେ ଟିକେ ସମ୍ମୁଖକୁ ଆସନ୍ତୁ ଏଇ କଫିନ୍ ବକ୍ସ ପାଖକୁ। ଦୟାକରି ଟିକେ ସାଇଡ୍ ଦିଅନ୍ତୁ ଆଉ ଭାଇମାନେ। ପିଲାମାନେ ସ୍ଥାନୀୟ ମଣ୍ଡଳୀର ପିଲାମାନେ ଦୟାକରି Blessing. Blessing. এই ସମୟରେ ଆମମାନେ ବ୍ଲେସିଂ ପ୍ଲସ୍ ପୁରୀକୁ ଈଶ୍ୱରଙ୍କର ଅନୁଗ୍ରହ ଦୟାର ସିଂହାସନ ପାଦ ତଳେ ଆମେ ସମସ୍ତେ ଅଛୁ। ସମାଧି କାର୍ଯ୍ୟ କରିବା ପୂର୍ବରୁ ଗୋଟେ ଛୋଟିଆ ଉପାସନା ଆମେ କରିବା। ଏହି ସମୟରେ ଆମମାନଙ୍କର ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମୟରେ ସାଧାରଣ ସମ୍ପାଦକ ପଦେ ପ୍ରାର୍ଥନା କରିବି। ତାପରେ ଆମେ ନୁହଁ ମୁହିଁ କଲେ ନିରାଶ ଗୀତଟି ଗାନ କରିବା। ପ୍ରାର୍ଥନା କରିବା। ଆମ୍ଭମାନଙ୍କର ସୃଷ୍ଟିକର୍ତ୍ତା ରକ୍ଷାକର୍ତ୍ତା ପ୍ରେମମୟ ସ୍ୱର୍ଗସ୍ଥ ପିତା, ତୁମ ନାମର ଧନ୍ୟବାଦ କରୁଛୁ। ତୁମେ ସର୍ବଶକ୍ତିମାନ ପରମେଶ୍ୱର ଅଟ। ତୁମେ ଜୀବନ ମରଣର କର୍ତ୍ତା ଅଟ। ତୁମେ ଜୀବନ ଦେଇଥାଅ, ଜୀବନ ନେଇଥାଅ, ତାହା ତୁମର ଅଧିକାର। ପ୍ରଭୁ ତୁମେ କାହା କାହାକୁ ମାତାର ଗର୍ଭରୁ ନେଇଥାଅ, କାହା କାହାକୁ ଶିଶୁ ଅବସ୍ଥାରେ ନେଇଥାଅ, କାହା କାହାକୁ ବାଳକ ଅବସ୍ଥାରେ ନେଇଥାଅ ଏବଂ କାହା କାହାକୁ ଯୁବକ ଅବସ୍ଥାରେ ନେଇଥାଅ ଏବଂ କାହା କାହାକୁ ଅନୁଗ୍ରହ କରି ପକ୍କ କେଶ ବୃଦ୍ଧ ଅବସ୍ଥାରେ ନେଇଥାଅ। ପ୍ରଭୁ ଆଜି ତୁମରି ସଂକଳ୍ପ ଯୋଜନା ଅନୁସାରେ ଜଣେ ଯୁବକକୁ ପ୍ରଭୁ ତୁମର କୋଳକୁ ନେଇଛ। ପରିବାର ମଧ୍ୟରେ ଦୁଃଖ ରହିଛି, ମଣ୍ଡଳୀ ମଧ୍ୟରେ ଦୁଃଖ ରହିଛି, ସାରା ସମ୍ମିଳନୀ ମଧ୍ୟରେ ଦୁଃଖ ରହିଛି। ପ୍ରଭୁ ପ୍ରାର୍ଥନା କରୁଛୁ ଦୁଃଖିତ ପରିବାରକୁ ତୁମର ସ୍ୱର୍ଗୀୟ ଶାନ୍ତି ସାନ୍ତ୍ୱନା ପ୍ରଦାନ କର। ଏହି ସମୟରେ ପ୍ରଭୁ ଏହି ମର ଶରୀରକୁ ଆମେ ସମାଧି ଦେବାକୁ ଯିବୁ। ଏହି କାର୍ଯ୍ୟ ଦ୍ୱାରା ତୁମେ ଗୌରବାନ୍ୱିତ ହୁଅ ଏବଂ ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ କଥା କୁହ। ଏହି ସମୟରେ ପ୍ରଭୁ ମନୁଷ୍ୟ ଜୀବନ କ'ଣ ତାହା ଶିକ୍ଷା କରିବାକୁ ପ୍ରତ୍ୟେକ ଚେତନା ଦିଅ, ପ୍ରେରଣା ଦିଅ। ପ୍ରାର୍ଥନା କରୁଛୁ ଆଜିର ଏହି ସେବା ଉପାସନା ଦ୍ୱାରା ତୁମେ ଗୌରବାନ୍ୱିତ ହୋଇ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଏହି ସମୟରେ ଆମେ ଉପାସନା ସଙ୍ଗୀତ 212 ପୃଷ୍ଠା ନୁହଇ ମୁହି ନିରାଶ କଲେ ଧୂଳି ଶୟନ ତାର ଘୋଷା ପ୍ରଥମ ପଦ ଏବଂ ଶେଷ ପଦ ଆମେ ଗାନ କରିବା। ନୁହଇ ମୁହି ନିରାଶ କଲେ ଧୂଳି ଶୟନ অথবা হেলে ধূলি মসুন্দর বদন নই নিরাশ কলে ধূলি শয়ন পুনরুত্থান দিনে তোরে বাজে লক্ষণে খ্রিস্ট শ্রেত গোসহিত হেব কলে দোড়ে শয়ন পাই অক্ষয় দেহ
ପାଇଁ ଅକ୍ଷୟ ଦେହ କରି ମୃତ୍ୟୁକୁ ଜୟ ସୂର୍ଯ୍ୟ কলে ধূলি চয়ন অথবা হেলে ধূলি মসুদার বদন নুহাই মোহিনী রাস কলে ধূলি শয়ন। ଆମମାନେ ଏହି ସମୟରେ ପ୍ରଭୁଙ୍କ ବାକ୍ୟରୁ ଆମମାନେ ପଢ଼ିବା ପ୍ରଥମ ଥେସଲୋନିକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପ୍ରଥମ ପତ୍ର ତାର 4 ପର୍ବ 13 ପଦରୁ 16 ପଦ ପର୍ଯ୍ୟନ୍ତ ଆମମାନଙ୍କର ଖୋଲା ମଣ୍ଡଳୀର ପାଳକ ସେ ପଢ଼ି ଶୁଣାଇବେ ଏବଂ 17 ଏବଂ 18 ପଦ ଆମମାନଙ୍କର ଅଣ୍ଡରସିଂ ମଣ୍ଡଳୀର ପାଳକ ମହାଶୟ ପଢ଼ି ଶୁଣାଇବେ। ତୃତୀୟ ଅଂଶ ପ୍ରକାଶିତ ବାକ୍ୟ 14 ପର୍ବର 13 ପଦ କେଶୀପୁର ମଣ୍ଡଳୀର ପାଳକ ମହାଶୟ ପଢ଼ି ଶୁଣାଇବେ। ଆସନ୍ତୁ ଆମେ ପାଠ କରିବା। ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥି ନିମନ୍ତେ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ। କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ ଯୀଶୁ ମୃତ୍ୟୁ ଭୋଗ କରି ପୁନର୍ବାର ଉଠି ଅଛନ୍ତି, ତେବେ ଈଶ୍ୱର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ। ତେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମମାନଙ୍କୁ ଏହା କହୁଅଛୁ, ଆମେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମେମାନେ ଯେକୌଣସି ପ୍ରକାରେ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ଅଗ୍ରଗାମୀ ହେବୁ ନାହିଁ। କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରୀ ବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ। ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ। ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ। ଅତଏବ ଏହି ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେମାନେ ପରସ୍ପରକୁ ସାନ୍ତ୍ୱନା ଦିଅ। ପ୍ରକାଶିତ 14:13 ପୁଣି ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କ ଠାରେ ଥାଇ ମରନ୍ତି ସେମାନେ ଧନ୍ୟ। ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତ ହେବ। ପ୍ରଭୁ ପଠିତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଏହି ସମୟରେ ପ୍ରଭୁଙ୍କ ବାକ୍ୟରୁ 2 ଜଣ ପ୍ରଭୁଙ୍କ ଦାସମାନଙ୍କର ମୁଖରୁ ଅଳ୍ପ ଅଳ୍ପ ସମୟ ଆମମାନେ ପ୍ରଭୁଙ୍କର ବାକ୍ୟ ପରିବାରର ଦୁଃଖିତ ପରିବାରର ଶାନ୍ତି ଏବଂ ସାନ୍ତ୍ୱନା ନିମନ୍ତେ ଆମେ ଶୁଣିବାକୁ ଯିବା। ଆମେ ଅନୁରୋଧ କରିଛୁ ଆମମାନଙ୍କର ପାଳକନୀ ମଣ୍ଡଳୀର ପାଳକ ମହାଶୟ ସେ କିଛି ବାକ୍ୟ ଦେବେ। ତାପରେ ଆମେ ଅନୁରୋଧ କରିଛୁ ଆମମାନଙ୍କର ବିଶପ ଆମମାନଙ୍କର ବିଶପ ନାଇକି ଜେନା ଆମମାନଙ୍କର ଆଉ ସେ ମଧ୍ୟ କିଛି କଥା କହିବେ। ସର୍ବପ୍ରଥମେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତା ସହିତ କବରସ୍ଥାନରେ ଉପସ୍ଥିତ ଥିବା ପ୍ରଭୁଙ୍କର ସମସ୍ତ ଅଭିଷିକ୍ତ ଦାସଗଣ, ପୁଣି ବିଭିନ୍ନ ମଣ୍ଡଳୀ ଓ ସମାଜରୁ ଆସିଥିବା, ପୁଣି ପରିବାରର ଆତ୍ମୀୟ ସ୍ୱଜନ ଶୋକ ପରିବାରର ଅଂଶୀ ହେବାକୁ ଆସିଥିବା ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୋର ନମସ୍କାର ଜଣାକରେ। ବଡ଼ ଆଶ୍ଚର୍ଯ୍ୟ କଥା,
ଯେକୌଣସି ସମୟରେ ଯେକୌଣସି ପରିସ୍ଥିତି ମଧ୍ୟ ଦେଇ ଆମମାନେ ଗତି କରିଥାଉ ଈଶ୍ୱରଙ୍କ ବାକ୍ୟ ସେହି ସମୟରେ କି ପ୍ରକାର ଭାବରେ ଆମେ ସାନ୍ତ୍ୱନା ପାଇବା ସେ ସକଳ ବିଷୟ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରକାଶ କରାଯାଇଅଛି। ସେଗୁଡ଼ିକ ପାଠ କଲେ ବା ପ୍ରଭୁଙ୍କ ଲୋକମାନଙ୍କ ଠାରୁ ଶୁଣିଲେ ନିଶ୍ଚିତ ଭାବରେ ଯେଡ଼େ ବଡ଼ ଦୁଃଖଦାୟକ ପରିସ୍ଥିତିରେ ନୈରାଶ୍ୟର ପରିସ୍ଥିତିରେ କ୍ଷତିଜନକ ପରିସ୍ଥିତିରେ ଥିଲେ ମଧ୍ୟ ଆମ୍ଭେମାନେ ସାନ୍ତ୍ୱନା ପାଇଥାଉ। ଆଜି ଅବଶ୍ୟ ପରିବାର ନିମନ୍ତେ ଏହା ଦୁଃଖର କାରଣ ଯେଉଁ ପୁଅ ଉପରେ ସେମାନଙ୍କର ଭରସା ଥିଲା ପ୍ରଭୁଙ୍କ ଦାସ ସାକ୍ଷ୍ୟରେ ସ୍ୱୀକାର କରୁଥିଲେ ସେ ପ୍ରଭୁଙ୍କର ସଂକଳ୍ପ ଅନୁସାରେ ନିର୍ଦ୍ଧାରିତ ଦିନରେ ପ୍ରଭୁଙ୍କ ରାଜ୍ୟରେ ପ୍ରବେଶ କରିଛନ୍ତି। କିନ୍ତୁ ଏହା ମଧ୍ୟ ଆମେ କହିପାରିବା ଯେ ପରିବାର ପାଇଁ ଆଜି ଏକ ଗୌରବର ଦିନ, କାରଣ ଗୋଟିଏ ଯୁବା ବାଳକର ମରଣରେ ଏତେ ଲୋକ ଏକାଠି ହେବା ପ୍ରଭୁଙ୍କର ସଂକଳ୍ପ ନଥିଲେ ସମ୍ଭବପର ନୁହେଁ। ଏହା ପରିବାର ପାଇଁ ଏକ ସାନ୍ତ୍ୱନାର ବିଷୟ ଅଟେ। ତେବେ ଆସନ୍ତୁ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ କିଛି ଅଂଶ ମାନେ ପାଠ କରିବା। ଏବ୍ରିୟ ମାନଙ୍କ ନିକଟକୁ ପତ୍ର 13 ଅଧ୍ୟାୟର 14 ପଦରେ ଲେଖାଯାଏ, ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭବିଷ୍ୟତରେ ଚିରସ୍ଥାୟୀ ନଗରର ଅନ୍ୱେଷଣ କରୁଅଛୁ। ଧ୍ୟାନ ଦେବା, ଆମେ ଯେତେ ଜଣ ଏଠାରେ ଉପସ୍ଥିତ ଅଛୁ ସମସ୍ତଙ୍କ ପାଇଁ ପୁଣି ପରିବାର ପାଇଁ ଏହା ଏକ ସାନ୍ତ୍ୱନାର ବାକ୍ୟ ଅଟେ। ଯେତେ ଜଣ ଆମେ ଜଗତକୁ ଆସିଛୁ ପ୍ରଭୁ ଆମମାନଙ୍କୁ ଜଗତକୁ ପଠାଇଛନ୍ତି। କେହି ଏଠାରେ ରହିନାହାନ୍ତି, କେହି ମଧ୍ୟ ଏଠାରେ ଚିରସ୍ଥାୟୀ ଭାବରେ ରହିପାରିବେ ନାହିଁ। ଆମମାନେ ପବିତ୍ର ଧର୍ମଶାସ୍ତ୍ର ଅନୁସନ୍ଧାନ କଲେ ପ୍ରଭୁଙ୍କୁ ଅତି ସନ୍ତୁଷ୍ଟ କରିଥିବା ହନୋକ କେବଳ 365 ବର୍ଷ ମାତ୍ର ରହିଲେ। ପ୍ରଭୁଙ୍କର ମନର ମତ ବ୍ୟକ୍ତିଙ୍କର ପୁତ୍ର ଅଳ୍ପ କିଛି ଦିନ ରହିଲେ। ତେଣୁ ଏଠାରେ କେହି ମଧ୍ୟ ସ୍ଥାୟୀ ଭାବରେ ବସବାସ କରିପାରିବ ନାହିଁ, ଏହା ସତ୍ୟ ଅଟେ। ପ୍ରଭୁଙ୍କର ଦାସ ଦାଉଦ କହନ୍ତି 119 ପଦରେ, ମୁଁ ପୃଥିବୀରେ ବିଦେଶୀ ଆଉ ପ୍ରବାସୀ ଅଟେ। ଏଠାକୁ ଆମମାନେ ଆସିଛୁ ଈଶ୍ୱରଙ୍କର ଯୋଜନାକୁ ଜଗତରେ ସାଧନ କରିବା ପାଇଁ। ଆମମାନଙ୍କ ଦ୍ୱାରା ପ୍ରଭୁ ଯେଉଁ ଯେଉଁ କାର୍ଯ୍ୟ କରିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜଗତକୁ ଆଣିଛନ୍ତି ତାହା ଯେପରି ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ସଫଳ ହୁଏ ଆଉ ଆମମାନେ ଯେଉଁ ଯେଉଁ କର୍ମ କରୁଛୁ ପ୍ରକାଶିତ ବାକ୍ୟରେ ପଢ଼ାଯାଇଅଛି ସେହି ସବୁ ଆମମାନଙ୍କର ଅଗ୍ରବର୍ତ୍ତୀ ହେବ। ତାହା ହିଁ ଆମମାନଙ୍କର ପୁରସ୍କାର ଏବଂ ସାନ୍ତ୍ୱନାର କାରଣ ହେବ। ଅତଏବ ଯେତେ ଜଣ ଆମେ ଜଗତରେ ବସବାସ କରୁଛୁ, ପ୍ରଭୁ ତୁମେ ମୋତେ କାହିଁକି ଜଗତକୁ ଆଣିଅଛ ଏହା ନିତାନ୍ତ ଅନୁସନ୍ଧାନ କରିବା କଥା ଏବଂ ତାହା ସାଧନ କରିବା କଥା, ଯଦ୍ୱାରା ଦିନେ ଆମେ ଦେହ ତ୍ୟାଗ କଲା ପରେ ମନୁଷ୍ୟକୁ ତୁମେ ସୃଷ୍ଟି କରିଅଛ, ତାର ସମସ୍ତ ଅବସ୍ଥା ତୁମର ହସ୍ତରେ ରହିଥାଏ। ନିଶ୍ଚିତ ବାଳକ ତୁମ ଦାସଙ୍କ ଦାସୀଙ୍କ ପୁତ୍ରକୁ ଜଗତରେ ଦେଲ, ଆଉ ସେଇ ପୁତ୍ରଙ୍କ ସହିତ କେତେ ପ୍ରେମ ଆନନ୍ଦ ଶାନ୍ତିରେ ଜୀବନ କ୍ଷେପଣ କରିଅଛନ୍ତି, ଆଉ ତାର ଛୋଟ ଅବସ୍ଥାରେ ମଧ୍ୟ କେତେ ପରିଶ୍ରମ କରିଛନ୍ତି। ଘରେ ସମସ୍ତ ବୁଢ଼ୀମାନଙ୍କର ସହିତ ମଧ୍ୟ ଆନନ୍ଦ ଶାନ୍ତିରେ ଜୀବନ କଟାଇଛନ୍ତି। ମଣ୍ଡଳୀ ଗ୍ରାମବାସୀ ଲୋକମାନଙ୍କର ସହିତ ମଧ୍ୟ ଆନନ୍ଦ ଦେଇଛନ୍ତି। ପ୍ରଭୁ ଏସବୁ ତୁମରି ଯୋଜନା ସଂକଳ୍ପ। ତଥାପି ଦିନ ଆସିଲା ପ୍ରଭୁ, ଗତ ରାତ୍ରି 10ଟା ସମୟ ଠାରୁ ତୁମେ ଜଗତରୁ ନେଇଯାଇଛ, ଆଉ ସେଥିପାଇଁ କେତେ
ପ୍ରଭୁ ଆଜିଠାରୁ ପ୍ରଭୁଙ୍କର ଅନୁପସ୍ଥିତିରେ ସେମାନେ ଅନୁଭବ କରିବେ ସମସ୍ତେ ଅନୁଭବ କରିବେ ଏହା ଜଗତର ସତ୍ୟ। କିନ୍ତୁ ଅନ୍ୟ ଏକ ପାର୍ଶ୍ୱରେ ପ୍ରଭୁ ତୁମଠାରେ ଯେଉଁ ସବୁ ସଦାକାଳ ଦିନକୁ ଉପସ୍ଥିତ ରହିଅଛନ୍ତି ପ୍ରଭୁ ସେହି ବିଷୟ ମଧ୍ୟ ବାସ୍ତବ ଶିକ୍ଷା ବାକ୍ୟ ମାନଙ୍କୁ ଶିକ୍ଷା ଏଥିରେ ମଧ୍ୟ ସେମାନେ ଯେ ପ୍ରକାର ବିଶ୍ୱାସର ଚକ୍ଷୁରେ ଦେଖିପାରିବେ ଯେ ଲୋକ ଆମ ପରିବାରରେ ଅନୁପସ୍ଥିତ ଅଛନ୍ତି କିନ୍ତୁ ସାଙ୍ଗରେ ଅଛନ୍ତି ଏଥି ନିମନ୍ତେ ସେ ବିଶ୍ୱାସର ଭରସାରେ ପ୍ରଭୁ ସେମାନଙ୍କ ଜୀବନକୁ ତଦ୍ୱାରା ସେମାନେ ସମ୍ପୂର୍ଣ୍ଣ ପ୍ରଭୁ ପ୍ରାର୍ଥନା କରୁଛୁ କେବଳକୁ ସୁରକ୍ଷା ତାଙ୍କ ଜୀବନ ନିମନ୍ତେ ଧନ୍ୟବାଦ। ଯଦି ତାଙ୍କର ଯୁବକ କରିବା ମହାପ୍ରଭୁ ବୁଝି ହୁଏ ନାହିଁ ଜାଣିବା ନାହିଁ ତାର କାରଣ କିନ୍ତୁ ଆମେ ଜାଣିବାର ମଧ୍ୟ ଆବଶ୍ୟକ ନାହିଁ କିନ୍ତୁ ତୁମେ ଯାହା ଘଟାଇଅଛ ତାହାକୁ ଆମେ ଭିତରେ ପଡ଼ିଥାଉ ନା ଜାଗ୍ରତ ନାଇଁ ନାଇଁ ଉଲ୍ଲେ ହବ ନାଇଁ ସେମିତି କ'ଣ ଉଲ୍ଲେଇ ଦବ ତଳରୁ ଛାଡ଼ ଉଲ୍ଲେଇ ହବ ନାଇଁ ସମାନ ଅଛି ପାହାଡ଼ ହବ ଧୀରେ ପାଏ ସମାନ ଛାଡ଼ ପଛକୁ ନିଆ ପଛକୁ ଟିକେ ଯାଉ ତାର କଣ ଥିଲା ପକାଇ ଦେ ଉପରେ ସେ କି ଗନ୍ଥା ମାନେ କଣ ଥିଲା ନାଇଁ ଥାଉ ଉପରେ ପକେଇବନି ବେଶୀ ହଁ ଥାଉ ଗାଡ଼ି ଆସୁନ ପକେଇକି ଆମେ ପକଉଛେ ତାପରେ ପକେଇକି ଟିକେ ବାହାରିଲା ଭିନ୍ନ ଲୋକ ପକେଇ ସୁବିଧା ତାପରେ ସେମାନେ କାମ ଫାଇନାଲ କରିବେ ଲଗେଇବି ଯେ ସେ ପଇସା ସେ ଲଗେଇବ ଚାର୍ଜ